ପିଲାମାନେ ତମେ ଯେଉଁ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ରୁ ଭିଡ଼ିଓ ଗୁଡ଼ାକ ଦେଖୁଛ ଏବଂ ନୋଟ୍ ଗୁଡ଼ାକ ଦେଖୁଛ, ଏହି ନୋଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ନୋଟ୍ ନୁହେଁ। ପିଲାମାନେ ତମେମାନେ ଯେତେବେଳେ ଭିଡ଼ିଓ ଦେଖୁଛ ସେହି ସମୟରେ ଯେଉଁ ସ୍ଲାଇଡ୍ ଗୁଡ଼ିକ ବାହାରୁଛି, ନୋଟ୍ ଗୁଡ଼ିକ ବାହାରୁଛି, ତାର ଗୋଟିଏ ଗୋଟିଏ ସ୍କ୍ରିନଶଟ୍ ନେଇଯିବ ଏବଂ ଚେଷ୍ଟା କରିବ ପିଲାମାନେ ନିଜେ ନୋଟ୍ ଲେଖିବା ପାଇଁ। ଯଦ୍ୱାରା କ'ଣ ହେବ, ଯେହେତୁ ନୋଟ୍ଟି ତମେ ନିଜେ ଲେଖିଥିବ, ପଢ଼ିବା ପାଇଁ ବି ସୁବିଧା ହେବ, ବୁଝିବା ପାଇଁ ବି ସୁବିଧା ହେବ। ତା ସହିତ ଏକ୍ଜାମ୍ ସମୟରେ ତୁମକୁ ଆଉ ସେହି ନୋଟ୍କୁ ନେଇକି ଘୋଷିବାକୁ ପଡ଼ିବ ନାହିଁ। ଏକ୍ଜାମ୍ ସମୟରେ ତମେ ଯେହେତୁ ନୋଟ୍ଟି ଲେଖିଥିବ, ସବୁକିଛି ଆପେ ଆପେ ମନେ ପଡ଼ିଯିବ। ପିଲାମାନେ +2 ସେକେଣ୍ଡ ଇୟର୍ ଇତିହାସ ବିଷୟକୁ ନେଇ ତୁମମାନଙ୍କ ମନରେ ଅନେକ ଗୁଡ଼ିଏ ସମସ୍ୟା ଅଛି ଏବଂ ସେହି ସମସ୍ୟାମାନଙ୍କ ମଧ୍ୟରୁ ଗୋଟେ ସମସ୍ୟା ମୁଁ ଆଜି ନେଇକି ଆସିଛି ଏବଂ ତମେ ଆଉ ମୁଁ ଆମେ ସମସ୍ତେ ମିଶିକି ଆଜି ଏହି ସମସ୍ୟାର ସମାଧାନ କରିବା। ଆଉ ଏହିପରି ପିଲାମାନେ +2 ସେକେଣ୍ଡ ଇୟର୍ ଇତିହାସ ବିଷୟକୁ ନେଇକି ଯାହା ବି ସମସ୍ୟା ଗୁଡ଼ିକ ଅଛି, ସମସ୍ତ ସମସ୍ୟାର ଆମେ ସମାଧାନ କରିବା ଧୀରେ ଧୀରେ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ। ପିଲାମାନେ ମୁଁ ଆଜି ପୁଣି ଆସିଛି ଏକ ନୂତନ ବିଷୟ ନେଇକି +2 ସେକେଣ୍ଡ ଇୟର୍ ଇତିହାସର। ସେହି ବିଷୟର ନାମଟି ହେଲା ମହାବୀର ଜିନଙ୍କ ନୀତିବାଣୀ ବିଷୟରେ। ତ ଚାଲ ପିଲାମାନେ ଆଜି ଆମେ ଜାଣିବା ମହାବୀର ଜିନଙ୍କର ନୀତିବାଣୀ ବିଷୟରେ ବା ମହାବୀର ଜିନଙ୍କର ଶିକ୍ଷା ବିଷୟରେ। ପିଲାମାନେ ଏଠି ଯେଉଁ ତୁମେ ଫଟୋ ଚିତ୍ରଟି ଦେଖୁଛ, ଏହି ଫଟୋ ଚିତ୍ରଟି ହେଉଛି ମହାବୀର ଜିନଙ୍କର। ସେ ଜୈନ ଧର୍ମର 24ତମ ତୀର୍ଥଙ୍କର ଥିଲେ। ସେ ଯେଉଁ ଧର୍ମ ପ୍ରବର୍ତ୍ତନ କରିଥିଲେ ତାହାକୁ ଜୈନ ଧର୍ମ ବୋଲିକି କୁହାଯାଏ। ସେ ନିଜର ପ୍ରୟାସ ଦ୍ୱାରା ଜୈନ ଧର୍ମକୁ ତାହାରି ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିଲେ ବା ତାର ଚରମ ସୀମାରେ ପହଞ୍ଚାଇ ପାରିଥିଲେ। ପିଲାମାନେ ତୁମର ପରୀକ୍ଷାରେ ପ୍ରଶ୍ନ ଆସିପାରେ ମହାବୀର ଜିନଙ୍କ ନୀତିବାଣୀ ବିଷୟରେ ବର୍ଣ୍ଣନା କର ବୋଲି। ଯଦି ପରୀକ୍ଷାରେ ତୁମର ପ୍ରଶ୍ନ ଆସିଲା ମହାବୀର ଜିନଙ୍କ ନୀତିବାଣୀ ବିଷୟରେ ବର୍ଣ୍ଣନା କର ବୋଲିକି, ତାହେଲେ ଏଠି ଯେଉଁ 6ଟି ପଏଣ୍ଟ ଦିଆହେଇଛି ପିଲାମାନେ, ତାକୁ ତୁମମାନଙ୍କୁ ଲେଖିବାକୁ ପଡ଼ିବ। ପ୍ରଥମେ ତ୍ରିରତ୍ନ ଲେଖିବ, ତାପରେ ମୋକ୍ଷ ପ୍ରାପ୍ତି ପାଇଁ ପଞ୍ଚମହାବ୍ରତ ପାଳନ ଆବଶ୍ୟକ ତାହା ଲେଖିବ। ମହାବୀର ଜିନ ଯେଉଁ ଅହିଂସା ବିଷୟରେ କହିଛନ୍ତି ତାକୁ ବି ଲେଖିବାକୁ ପଡ଼ିବ। କର୍ମ ତତ୍ତ୍ୱ ବିଷୟରେ ଲେଖିବାକୁ ପଡ଼ିବ, ଈଶ୍ୱର ତତ୍ତ୍ୱ ବିଷୟରେ ଲେଖିବାକୁ ପଡ଼ିବ। ତା ସହିତ ମହାବୀର ଜିନ ଯେଉଁ ନୀତିବାଣୀ ଦେଇଛନ୍ତି ଧର୍ମ ଏବଂ ସମାଜରେ ସଂସ୍କାର ଆଣିବା ପାଇଁ, ତାହାକୁ ମଧ୍ୟ ଲେଖିବାକୁ ପଡ଼ିବ। ଆଉ ଏହି ସମସ୍ତ ପଏଣ୍ଟ ଗୁଡ଼ିକ ଯଦି ତୁମେ ଲେଖିକି ବର୍ଣ୍ଣନା କରିଦେବ, ତାହେଲେ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ତ ଚାଲ ପିଲାମାନେ ବର୍ତ୍ତମାନ ଏହି ସମସ୍ତ ପଏଣ୍ଟ ଗୁଡ଼ିକୁ ଆମେ ବର୍ତ୍ତମାନ ଗୋଟି ଗୋଟି କରି ପଢ଼ିବା ଏବଂ ଜାଣିବା, ଯଦ୍ୱାରା ଯଦି ପରୀକ୍ଷାରେ ଏହି ପ୍ରଶ୍ନ ଆସେ, ତୁମେମାନେ ବହୁତ ସୁନ୍ଦର ଭାବରେ ଉତ୍ତରଟି ପରୀକ୍ଷାରେ ଲେଖିକି ଆସିପାରିବ। ମହାବୀର ଜିନଙ୍କର ପ୍ରଥମ ନୀତିବାଣୀ ଥିଲା ପିଲାମାନେ ତ୍ରିରତ୍ନ। ଯେଉଁ ବ୍ୟକ୍ତିମାନେ ତ୍ରିରତ୍ନକୁ ଅନୁସରଣ କରୁଥିଲେ ସେମାନଙ୍କୁ ସାଂସାରିକ ବନ୍ଧନରୁ ମୁକ୍ତି ମିଳୁଥିଲା, ସେମାନେ ସାଂସାରିକ ବନ୍ଧନରୁ ଆହୁରି ଛିନ୍ନ ହୋଇଯାଉଥିଲେ। ତ୍ରିରତ୍ନ କାହାକୁ କୁହାଯାଏ ପିଲାମାନେ ଦେଖ, ସଦ୍ବିଶ୍ୱାସ, ସଦ୍ଜ୍ଞାନ, ସତ୍କର୍ମକୁ ତ୍ରିରତ୍ନ କୁହାଯାଏ। ମୁଁ ତୁମକୁ ଯେଉଁ ଏଠି କହିଲି ସଦ୍ବିଶ୍ୱାସ, ସଦ୍ଜ୍ଞାନ, ସତ୍କର୍ମ, ଏଗୁଡ଼ିକ କ'ଣ ପିଲାମାନେ? ସଦ୍ବିଶ୍ୱାସ କାହାକୁ କହିବା, ସଦ୍ଜ୍ଞାନ କାହାକୁ କହିବା, ସତ୍କର୍ମ କାହାକୁ କହିବା, ପୁଣି ତ୍ରିରତ୍ନ ଅନୁସାରେ। ମହାବୀର ଜିନଙ୍କର ନୀତିବାଣୀ ଅନୁସାରେ ସଦ୍ବିଶ୍ୱାସ କହିଲେ ପିଲାମାନେ ଏଠି ଯେଉଁ ଜୈନ ତୀର୍ଥଙ୍କର ମାନେ ଥିଲେ ତାଙ୍କୁ ହିଁ କୁହାଯାଉଛି, ତାଙ୍କୁ ବିଶ୍ୱାସ କରିଯିବା କଥା କୁହାଯାଉଛି। ସଦ୍ଜ୍ଞାନ କହିଲେ ଯେଉଁ ଜୈନ ତୀର୍ଥଙ୍କର ମାନେ ଥିଲେ ତାଙ୍କର ଯେଉଁ ଜ୍ଞାନ ଥିଲା ତାହା ହିଁ ସଦ୍ଜ୍ଞାନ ଅଟେ ବୋଲିକି କୁହାଯାଉଛି। ଏବଂ ସତ୍କର୍ମ କହିଲେ ପିଲାମାନେ ଯେଉଁ ଜୈନ ତୀର୍ଥଙ୍କର ମାନେ ଯାହା ବି ତାଙ୍କର କର୍ମ କରୁଥିଲେ ତାହାକୁ ସତ୍କର୍ମ ବୋଲିକି କୁହାଯାଉଛି। ପିଲାମାନେ ମୁଁ ତ କହିଦେଲି ମହାବୀର ଜିନଙ୍କର ପ୍ରଥମ ନୀତିବାଣୀ ତ୍ରିରତ୍ନ ହିଁ ଥିଲା ଏବଂ ତ୍ରିରତ୍ନକୁ କାହାକୁ କୁହାଯାଏ, ସଦ୍ବିଶ୍ୱାସକୁ କୁହାଯାଏ, ସଦ୍ଜ୍ଞାନକୁ କୁହାଯାଏ, ସତ୍କର୍ମକୁ କୁହାଯାଏ। କିନ୍ତୁ ଏବେ ପ୍ରଶ୍ନ ଆସିବ ଯେ ଆମେ ଏହି ତ୍ରିରତ୍ନକୁ କେମିତି ମନେ ରଖିବା। ପିଲାମାନେ ତାର ବି ଉପାୟ ଅଛି। ଏଠି ଦେଖିପାରୁଥିବ ମହାତ୍ମା ଗାନ୍ଧୀଙ୍କର 3ଟି ଯେଉଁ ମାଙ୍କଡ଼ ଥିଲେ ତାର ଫଟୋ ଚିତ୍ର ଅଛି। ତୁମେ କ'ଣ କରିବ ପିଲାମାନେ, ଏ ଯେଉଁ ସଦ୍ବିଶ୍ୱାସ ଅଛି ତୁମେ ଲାଷ୍ଟ ମାଙ୍କଡ଼ ସହିତ ତୁଳନା କରିବ, ଯିଏକି ଖରାପ କଥା
ଶୁଣିବ ନାହିଁ କିନ୍ତୁ ସେ ଦେଖିପାରୁଛି। ପିଲାମାନେ ଆମେ କ'ଣ କରୁ, ଯେତେବେଳେ ଆମେ ଯାହା ବି ବିଶ୍ୱାସ କରୁ, ଆମେ ଯଦି ନ ଦେଖିବା ତାହେଲେ ବିଶ୍ୱାସ କରି ନଥାଉ। ତାହେଲେ ସେ ଯେହେତୁ ଦେଖୁଛି, ତୁମେ ତା ସହିତ ତୁଳନା କରିଦେବ, ତୁମର ସଦ୍ବିଶ୍ୱାସ ମନେ ରହିଯିବ। ସେମିତି ସଦ୍ଜ୍ଞାନକୁ ପିଲାମାନେ ତୁମେ ଏଇ ପ୍ରଥମ ମାଙ୍କଡ଼ ସହିତ ତୁଳନା କରିଦେବ, କାହିଁକିନା ସେ ଖରାପ କଥା କହିବ ନାହିଁ କିନ୍ତୁ ଖରାପ କଥା ଶୁଣୁଛି ବି ଦେଖୁଛି ବି। ସେ ଯେହେତୁ ଦେଖି ବି ପାରୁଛି ଆଉ ଶୁଣି ବି ପାରୁଛି, ତ ତାକୁ ସଦ୍ଜ୍ଞାନ ସହିତ ରିଲେଟ୍ କରିହେବ। କାହିଁକିନା ଯେତେବେଳେ ଆମେ ଜ୍ଞାନ ଆରୋହଣ କରୁ, ଆମେ ଦେଖୁ ବି ଥାଉ ଆଉ ଶୁଣୁ ବି ଥାଉ। ତା ସହିତ ପିଲାମାନେ ଯେଉଁ ତୃତୀୟ ସତ୍କର୍ମଟି ରହିଲା, ତମେ ମହାତ୍ମା ଗାନ୍ଧୀଙ୍କର ଏଇ ଦ୍ୱିତୀୟ ମାଙ୍କଡ଼ ସହିତ ତୁଳନା କରିଦେବ। ଆଉ ଏଠି ଯେଉଁ ମାଙ୍କଡ଼ଟି ଅଛି, ସେ କ'ଣ କରିଛି, ତା ମୁହଁରେ ହାତ ଦେଇଛି। ମାନେ ତୁମେମାନେ ପିଲାମାନେ ଏମିତିକା କାମ କରିବନି ଯେଉଁ କାମ ଦ୍ୱାରା ତୁମକୁ ତୁମର ମୁହଁକୁ ବି ଲୁଚେଇବାକୁ ପଡ଼ିବ। ଏହିପରି ଭାବରେ ତୁମେ କ'ଣ କରିପାରିବ, ଏହି ତ୍ରିରତ୍ନକୁ ମନେ ରଖିପାରିବ। ତ ତ୍ରିରତ୍ନ କାହାକୁ କୁହାଯାଏ ପିଲାମାନେ? ସଦ୍ବିଶ୍ୱାସ, ସଦ୍ଜ୍ଞାନ, ସତ୍କର୍ମ। ପିଲାମାନେ ତୁମର ପରୀକ୍ଷାରେ 2 ମାର୍କର ପ୍ରଶ୍ନ ଆସିଥାଏ ଯେ ତ୍ରିରତ୍ନ କାହାକୁ କୁହାଯାଏ ବୋଲିକି। ଲେଖିପାରିବ ପିଲାମାନେ, ସଦ୍ବିଶ୍ୱାସ, ସଦ୍ଜ୍ଞାନ ଏବଂ ସତ୍କର୍ମକୁ ତ୍ରିରତ୍ନ କୁହାଯାଏ ବୋଲିକି। ମହାବୀର ଜୀଙ୍କର ଆହୁରି ଏକ ନୀତିବାଣୀ ହେଲା ପିଲାମାନେ, ମୋକ୍ଷ ପ୍ରାପ୍ତି ପାଇଁ ପଞ୍ଚମହାବ୍ରତ ପାଳନ ଆବଶ୍ୟକ। ମୋକ୍ଷ କହିଲେ ପିଲାମାନେ ଯେଉଁ ଜନ୍ମ ହେଉଛି ଆମର, ତା ସହିତ ଯେଉଁ ମୃତ୍ୟୁ ଯେଉଁ ଆମର ହେଉଛି, ଜନ୍ମ ଓ ମୃତ୍ୟୁର ଯେଉଁ ଚକ୍ର ସବୁବେଳେ ଘୁରିକି ରହୁଛି, ସେହି ଚକ୍ର, ଜନ୍ମ ଏବଂ ମୃତ୍ୟୁର ଚକ୍ର ଯେତେବେଳେ ବନ୍ଦ ହୋଇଯିବ, ମଣିଷକୁ ଆଉ ବାରମ୍ବାର ଜନ୍ମଗ୍ରହଣ କରିବାକୁ ପଡ଼ିବ ନାହିଁ। ଯଦି ଜନ୍ମ ମୃତ୍ୟୁର ଚକ୍ର ଯଦି ବାରମ୍ବାର ଘୁରି ବୁଲୁଥିବ, ତାହେଲେ ମଣିଷକୁ ବାରମ୍ବାର ଜନ୍ମଗ୍ରହଣ କରିବାକୁ ପଡ଼ିବ ଏବଂ ତାହାକୁ ସବୁବେଳେ ଦୁଃଖ, ଯନ୍ତ୍ରଣା, ସାଂସାରିକ ମୋହମାୟା ସହିତ ଲିପ୍ତ ରହିବାକୁ ପଡ଼ିବ। ଯଦି ସେହି ଚକ୍ର, ଜନ୍ମ ମୃତ୍ୟୁର ଚକ୍ର ଯଦି ବନ୍ଦ ହୋଇଗଲା, ତାହେଲେ ମଣିଷକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତାକୁ ବାରମ୍ବାର ଜନ୍ମଗ୍ରହଣ କରିବାକୁ ପଡ଼ିନଥାଏ ଏବଂ ସାଂସାରିକ ମୋହମାୟା ଠାରୁ ସେ ଦୂରେଇ ରହିଥାଏ। ପଞ୍ଚମହାବ୍ରତ କାହାକୁ କୁହାଯାଏ? ଦେଖ ପିଲାମାନେ, ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟକୁ ପଞ୍ଚମହାବ୍ରତ କୁହାଯାଏ। ଏଠି ବ୍ରହ୍ମଚର୍ଯ୍ୟ ହୋଇଯାଇଛି ପିଲାମାନେ, ଏଇଟା ବ୍ରହ୍ମଚର୍ଯ୍ୟ ଅଟେ। ଅହିଂସା ମାନେ ପିଲାମାନେ କାହାରି ପ୍ରତି ହିଂସା ନ କରିବାଟାକୁ ଅହିଂସା କୁହାଯାଏ। ସତ୍ୟ ମାନେ ଯାହା ସତ ଅଟେ, ଯେମିତିକି ଯାହା ବି ତୁମେ କୁହ ବା ଯେଉଁ କାର୍ଯ୍ୟ କର, ସତ୍ୟ ଅନୁସାରେ ହିଁ କରିବ। ଆସ୍ତେୟ କହିଲେ ପିଲାମାନେ ଚୋରି ନ କରିବା। ଏଠି ଯେଉଁ ଫଟୋ ଚିତ୍ରଟି ଅଛି, ଦେଖ ପିଲାମାନେ, ଗୋଟିଏ ଲୋକ କ'ଣ କରୁଛି, ଅନ୍ୟ ଜଣଙ୍କର ପର୍ସ ଚୋରି କରୁଛି। ଏମିତି କାର୍ଯ୍ୟ ଦରକାର ନାହିଁ। ନେକ୍ସଟ ହେଲା ପିଲାମାନେ ଅପରିଗ୍ରହ। ଅପରିଗ୍ରହ କହିଲେ ପିଲାମାନେ ପାର୍ଥିବ ପଦାର୍ଥ ପ୍ରତି ଅନାସକ୍ତ ଭାବ। ମଣିଷ ଯେଉଁ ବସ୍ତୁ ଗୁଡ଼ିକ ତିଆରି କରିଛି, ସେହି ବସ୍ତୁମାନଙ୍କ ପ୍ରତି ମଣିଷ ସବୁବେଳେ ଲିପ୍ତ ରହୁଛି। ଯେମିତିକି ମଣିଷ ତିଆରି କରିଛି ମୋବାଇଲ ଫୋନ୍, ସବୁବେଳେ ମୋବାଇଲ ଫୋନ୍ ଧରିଛି, ଏଇଟା ହେଲା ଗୋଟେ ପାର୍ଥିବ ପଦାର୍ଥ। ସେହି ପାର୍ଥିବ ପଦାର୍ଥକୁ ଆମେ ଲୋଭ କରୁଛୁ, ତାଠୁ ହିଁ ଆମକୁ କ'ଣ କରିବାକୁ ପଡ଼ିବ, ଦୂରେଇ ରହିବାକୁ ପଡ଼ିବ। ଏବଂ ଶେଷ ମହାବ୍ରତଟି ହେଲା ବ୍ରହ୍ମଚର୍ଯ୍ୟ। ଏହି ପାଞ୍ଚଟିକୁ କୁହାଯାଏ ପଞ୍ଚମହାବ୍ରତ: ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟ। ପିଲାମାନେ ଏହି ପଞ୍ଚମହାବ୍ରତକୁ ପଞ୍ଚ ପ୍ରତିଜ୍ଞା ବୋଲିକି କୁହାଯାଇଥାଏ। ପ୍ରଥମ 4 ପ୍ରତିଜ୍ଞା ଯେଉଁ ଅଛି, ଅହିଂସା, ସତ୍ୟ, ଆସ୍ତେୟ ଏବଂ ଅପରିଗ୍ରହ, ଏହି ପ୍ରଥମ 4 ପ୍ରତିଜ୍ଞା ପାର୍ଶ୍ୱନାଥ ପ୍ରଚାର କରିଥିଲେ ଏବଂ ଶେଷରେ ଯେଉଁ ପ୍ରତିଜ୍ଞା ରହିଲା ବ୍ରହ୍ମଚର୍ଯ୍ୟ, ସେହି ବ୍ରହ୍ମଚର୍ଯ୍ୟକୁ ପ୍ରଚାର କରିଥିଲେ ମହାବୀର ଜୀନ। ଏବଂ ବ୍ରହ୍ମଚର୍ଯ୍ୟ କହିଲେ ପିଲାମାନେ ସାଂସାରିକ ମୋହମାୟା ତ୍ୟାଗ କରି ଏକାକୀ ଜୀବନଯାପନ କରିବା ପ୍ରକ୍ରିୟାକୁ କୁହାଯାଏ ବ୍ରହ୍ମଚର୍ଯ୍ୟ। ଆଉ ଏଠି ତଳେ ଦେଖିପାରୁଥିବା ପିଲାମାନେ ବ୍ରହ୍ମଚର୍ଯ୍ୟର ଫଟୋ ଚିତ୍ର ଅଛି। ସାଧାରଣତଃ ସନ୍ନ୍ୟାସୀମାନେ ହିଁ ମୁଖ୍ୟତଃ ବ୍ରହ୍ମଚର୍ଯ୍ୟ ଜୀବନ ଯାପନ କରିଥାନ୍ତି। ମହାବୀର ଜୀନଙ୍କର ଆହୁରି ଏକ ନୀତିବାଣୀ ହେଲା ଅହିଂସା। ମହାବୀର ଜୀନ ଅହିଂସା ନୀତିକୁ ଗୁରୁତ୍ୱ ଦେଉଥିଲେ। ଅହିଂସା କହିଲେ ପିଲାମାନେ ଅନ୍ୟମାନଙ୍କ ପ୍ରତି ହିଂସା ଆଚରଣ ନ କରିବା। ଯେମିତିକି ଏଠି ଦେଖିବା ପାରୁଥିବ, ଏଠି ହିଂସା ଆଚରଣ ହେଉଛି। ମହାବୀର ଜୀନ ବିଶ୍ୱାସ କରୁଥିଲେ ଯେ ସମସ୍ତଙ୍କର ଜୀବନ ଅଛି, ସମସ୍ତଙ୍କର ବଞ୍ଚିବାର ଅଧିକାର ମଧ୍ୟ ଅଛି, ସେ ଜୀବ ହେଉ ବା ନିର୍ଜୀବ ହେଉ। ତେଣୁକରି ଯେଉଁମାନେ ଜୈନ ଧର୍ମ ଗ୍ରହଣ କରିଥିଲେ, ସେମାନେ ରାତିରେ ଆଲୋକ ଜଳାନ୍ତି ନାହିଁ। ସେମାନେ ବିଶ୍ୱାସ କରୁଥିଲେ ଯେ ଯଦି ରାତିରେ ଆଲୋକ ଜଳାଯିବ, ତାହେଲେ ଛୋଟ ଛୋଟ କୀଟପତଙ୍ଗ ଆସି ସେଇ ନିଆଁରେ ପୋଡ଼ିକି ମୃତ୍ୟୁବରଣ କରିବେ ବୋଲିକି। ଆହୁରି ଜୈନ ଧର୍ମ ଯେଉଁମାନେ ଗ୍ରହଣ କରୁଥିଲେ, ସେମାନେ ବିଶ୍ୱାସ କରନ୍ତି ଯେ ଜଳରେ ବିଭିନ୍ନ ପ୍ରକାର ଜୀବ ଥାଆନ୍ତି
ଏବଂ ଜଳକୁ ସେମାନେ ଛାଣିକି ପିଅନ୍ତି। ଯଦି ଜଳକୁ ଛାଣିକି ନ ପିଇବେ ତାହେଲେ ସେ ଜଳରେ ଥିବା ବିଭିନ୍ନ ପ୍ରକାର ଜୀବ ସେମାନେ ବି ମୃତ୍ୟୁବରଣ କରିବେ। ତେଣୁକରି ସେମାନେ ଜଳକୁ ମଧ୍ୟ ଛାଣିକି ପିଉଥିଲେ। ଆହୁରି ସେମାନେ ରାତିରେ ଯେତେବେଳେ ଶୋଉଥିଲେ ସେହି ସମୟରେ ନିଜର ପାଟିକୁ କପଡ଼ା ଦ୍ୱାରା ଆବୃତ କରିକି ହିଁ ଶୋଉଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ରାତିରେ ଯଦି ପାଟିକୁ ଆବୃତ କରିକି ନ ଶୋଇବେ ତାହେଲେ ବିଭିନ୍ନ ପ୍ରକାର ଛୋଟିଆ ଛୋଟିଆ କୀଟପତଙ୍ଗ ଆସି ପାଟିରେ ପଶିଯିବେ ଏବଂ ସେମାନେ ମୃତ୍ୟୁବରଣ କରିବେ ବୋଲିକି। ତ ପିଲାମାନେ ତୁମେମାନେ ଏଇଠୁ ଜାଣିପାରୁଥିବ ଯେ ଜୈନ ଧର୍ମର ଅହିଂସା ନୀତି କେତେ କଠୋର ଥିଲା ବୋଲିକି। ଯଦି ପିଲାମାନେ ତୁମେମାନେ ଜୈନ ଧର୍ମ ଗ୍ରହଣ କରିବାକୁ ଇଚ୍ଛା କରନ୍ତି ତାହେଲେ କ'ଣ ଏତିକି କଠିନ ଅବସ୍ଥାରେ ତୁମେ ଜୈନ ଧର୍ମ ଗ୍ରହଣ କରନ୍ତି କି? କମେଣ୍ଟ ବକ୍ସରେ ଲେଖି ଜଣାଇବ। ମହାବୀର ଜୀନଙ୍କର ଆହୁରି ଏକ ନୀତିବାଣୀ ହେଲା କର୍ମତତ୍ତ୍ୱ। ମହାବୀର ଜୀନ କର୍ମ ଏବଂ ପୁନର୍ଜନ୍ମ ଉପରେ ଗୁରୁତ୍ୱ ଦେଉଥିଲେ। ମହାବୀର ଜୀନ କହୁଥିଲେ ଉତ୍ତମ କର୍ମ କଲେ ମଣିଷ ଉଚ୍ଚ କୂଳରେ ଜନ୍ମ ଲାଭ କରିଥାଏ ଏବଂ ସେ ଯାହା ବି କାର୍ଯ୍ୟ କରେ ସବୁ କାର୍ଯ୍ୟରେ ସେ ସଫଳ ହୋଇଥାଏ। କିନ୍ତୁ ମଣିଷ ଯଦି ମନ୍ଦ କର୍ମ କରେ ତାହେଲେ ସେହି ମଣିଷକୁ ଆଜୀବନ ଦୁଃଖ ମିଳେ। ପିଲାମାନେ ଏଠି ଯେଉଁ ଫଟୋ ଚିତ୍ର ଅଛି, ପ୍ରଥମ ଫଟୋ ଚିତ୍ର ଦେଖୁଥିବ, ଏଇଠି ଜଣେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିର ଫଟୋ ଚିତ୍ର ଅଛି ଏବଂ ସେହି ବ୍ୟକ୍ତି ସବୁବେଳେ ଖୁସିରେ ରହୁଛି। କିନ୍ତୁ ଏଠି ଯେଉଁ ଦ୍ୱିତୀୟ ଫଟୋ ଚିତ୍ରଟି ଅଛି ପିଲାମାନେ ଦେଖୁଥିବ, ସେ ତାର ଜୀବନରେ କେବେ ବି ଉତ୍ତମ କର୍ମ କରି ନାହିଁ, ମନ୍ଦ କର୍ମ କରିଛି, ଯଦ୍ୱାରା ତାକୁ ସବୁବେଳେ ଦୁଃଖର ସାମ୍ନା କରିବାକୁ ପଡ଼ୁଛି। ମହାବୀର ଜୀନଙ୍କର ଆହୁରି ଏକ ନୀତିବାଣୀ ହେଲା ଈଶ୍ୱର ତତ୍ତ୍ୱ। ଏହି ଈଶ୍ୱର ତତ୍ତ୍ୱ ନୀତିବାଣୀ ଅନୁସାରେ ମହାବୀର ଜୀନ ଅସ୍ୱୀକାର କରୁଥିଲେ ପୃଥିବୀ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛି ବୋଲିକି। ଆମେ ସମସ୍ତେ ବିଶ୍ୱାସ କରୁଛୁ ପିଲାମାନେ ପୃଥିବୀ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛି ବୋଲିକି। କିନ୍ତୁ ମହାବୀର ଜୀନ ତାର ଓଲଟା କହୁଥିଲେ। ସେ କହୁଥିଲେ ପୃଥିବୀ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ସେ ଈଶ୍ୱର ତତ୍ତ୍ୱ ଅନୁସାରେ କହୁଥିଲେ ଆତ୍ମା ହେଉଛି ସମସ୍ତ ଶକ୍ତିର ଉତ୍ସ। ଯଦି ଆତ୍ମା ଶୁଦ୍ଧ ରହିବ ତାହେଲେ ଏହି ଆତ୍ମାରେ ସବୁ ଶକ୍ତିର ବିକାଶ ହୋଇପାରିବ। ପିଲାମାନେ ସେ ଆହୁରି କହୁଥିଲେ ଜୈନମାନେ ଜୈନ ତୀର୍ଥମାନଙ୍କୁ ଉପାସନା କରୁଥିଲେ। ଜୈନ କାହାକୁ କୁହାଯାଏ ପିଲାମାନେ? ଯେଉଁ ଲୋକମାନେ ଜୈନ ଧର୍ମ ଗ୍ରହଣ କରିଥିଲେ ତାଙ୍କୁ ଜୈନ ବୋଲିକି କୁହାଯାଏ। ଜୈନ ତୀର୍ଥ କାହାକୁ କୁହାଯାଏ? ଯେଉଁମାନେ ଜୈନ ଧର୍ମକୁ ପ୍ରଚାର ପ୍ରସାର କରୁଥିଲେ ସେମାନଙ୍କୁ ଜୈନ ତୀର୍ଥ ବୋଲିକି କୁହାଯାଏ। ଏଠି ଯେଉଁ ଈଶ୍ୱର ବା ଭଗବାନଙ୍କର ଫଟୋ ଚିତ୍ର ଦେଖୁଛ, ଆମେମାନେ ବିଶ୍ୱାସ କରୁ ଯେ ଭଗବାନ ହିଁ ବା ଈଶ୍ୱର ହିଁ ପୃଥିବୀର ସୃଷ୍ଟିକର୍ତ୍ତା। କିନ୍ତୁ ମହାବୀର ଜୈନ ତାକୁ ବାରଣ କରିଛନ୍ତି, ଅସ୍ୱୀକାର କରିଛନ୍ତି। ନେକ୍ସଟ ଫଟୋ ଚିତ୍ରଟି ହେଉଛି ପିଲାମାନେ, ଏଠି ଯେଉଁ ଫଟୋ ଚିତ୍ରଟି ଅଛି ଦେଖିପାରୁଥିବ, ଏଇଟା ହେଲା ଜଣେ ଜୈନ ତୀର୍ଥଙ୍କର ଫଟୋ ଚିତ୍ର ଏବଂ ଯେଉଁ ଜୈନମାନେ ଥିଲେ ସେମାନେ ଜୈନ ତୀର୍ଥଙ୍କର ଉପାସନା କରୁଥିଲେ ବା ପୂଜା କରୁଥିଲେ। ମହାବୀର ଜୀନଙ୍କର ଆହୁରି ଏକ ନୀତିବାଣୀ ଥିଲା ଧର୍ମ ଓ ସମାଜ ସଂସ୍କାର ନୀତି। ସେ ସମାଜରେ ପରିବର୍ତ୍ତନ ଆଣିବାକୁ ଚାହିଁଥିଲେ। ଆମେ ସମସ୍ତେ ବିଶ୍ୱାସ କରୁ ଯେ ବେଦ ହେଉଛି ସତ୍ୟ ଏବଂ ସମସ୍ତ ଜ୍ଞାନର ଉତ୍ସ ବୋଲିକି। କିନ୍ତୁ ମହାବୀର ଜୀନ ଏହି କଥାକୁ ମଧ୍ୟ ବାରଣ କରିଥିଲେ ଯେ ବେଦ ସତ୍ୟ ନୁହେଁ ଏବଂ ବେଦ ସମସ୍ତ ଜ୍ଞାନର ଉତ୍ସ ନୁହେଁ ବୋଲିକି ସେ କହିଛନ୍ତି। ଏବଂ ଧର୍ମ କ୍ଷେତ୍ରରେ ଯେଉଁ ବ୍ରାହ୍ମଣମାନଙ୍କର ଆଧିପତ୍ୟ ବିସ୍ତାର ହୋଇଥିଲା ତାକୁ ସେ ବିରୋଧ କରୁଥିଲେ। ସେ ବ୍ରାହ୍ମଣମାନଙ୍କର ଧର୍ମ କ୍ଷେତ୍ରରେ ଆଧିପତ୍ୟକୁ ବିରୋଧ କରୁଥିଲେ। ତା ସହିତ ସେ ସମାଜରେ ଯେଉଁ ପଶୁବଳି ପ୍ରଥା ପ୍ରଚଳନ ଥିଲା ତାକୁ ବି ବିରୋଧ କରୁଥିଲେ। କଠୋର ଜାତି ପ୍ରଥା ଯେଉଁ ପ୍ରଚଳନ ଥିଲା ତାକୁ ମଧ୍ୟ ସେ ବିରୋଧ କରୁଥିଲେ। ବୈଦିକ ଯୁଗରେ ଯେଉଁ ବିଧିବିଧାନ ଥିଲା ବା ନିୟମ କାନୁନ ଥିଲା ବା ନୀତି ନିୟମ ଥିଲା ତାକୁ ମଧ୍ୟ ସେ ବହୁତ ବିରୋଧ କରୁଥିଲେ। ସେ ଅହିଂସା ନୀତିର ପ୍ରଚାର କରିଥିଲେ। ତାଙ୍କ ମତରେ ସମସ୍ତଙ୍କର ଜୀବନ ଅଛି, ସେ ଜୀବ ହେଉ ବା ନିର୍ଜୀବ ହେଉ, ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ତେଣୁକରି କେହି କାହାରିକୁ ହିଂସା ଭାବ ଦେଖାଇବାଟା ଉଚିତ ନୁହେଁ ବୋଲିକି ସେ କହୁଥିଲେ ଏବଂ ଅହିଂସା ନୀତିର ପ୍ରଚାର କରୁଥିଲେ ସବୁବେଳେ। ଆହୁରି ସେ କହୁଥିଲେ ପବିତ୍ର ଓ ଉତ୍ତମ କର୍ମ କରିବା ପାଇଁ ଲୋକମାନଙ୍କୁ ସଦାସର୍ବଦା ଉପଦେଶ ଦେଉଥିଲେ। ଏଠି ଦେଖିପାରୁଥିବା ପିଲାମାନେ ବେଦର ଫଟୋ ଚିତ୍ର ଅଛି। ଋଗ୍ବେଦ, ସାମବେଦ, ଯଜୁର୍ବେଦ ଆଉ ଅଥର୍ବବେଦ, ଏମିତି 4ଟି ବେଦର ଫଟୋ ଚିତ୍ର ଅଛି ଏଠି। ମହାବୀର ଜୀନ ଏହି ବେଦକୁ ସତ୍ୟ ବୋଲିକି ବାରଣ କରୁଥିଲେ। ତାପରେ ଏପଟେ ଦେଖ ପିଲାମାନେ ଜାତି ପ୍ରଥାର ଫଟୋ ଚିତ୍ର ଅଛି। ସବୁଠୁ ଉପରେ ସମାଜରେ କିଏ ଥିଲେ? ବ୍ରାହ୍ମଣ, ତାପରେ କ୍ଷତ୍ରିୟ, ତାପରେ ବୈଶ୍ୟ, ତାପରେ ଶୂଦ୍ର। ଏଟା ଜାତି ପ୍ରଥାର ନିୟମ। ଶେଷରେ ଯେଉଁ ତଳେ ଫଟୋ ଚିତ୍ରଟି ରହିଲା
ଏଇଟା ହେଲା ବ୍ରାହ୍ମଣ। ଆଉ ଏଇ ବ୍ରାହ୍ମଣମାନେ କ'ଣ କରିଥିଲେ, ଧର୍ମ କ୍ଷେତ୍ରରେ ତାଙ୍କର ଆଧିପତ୍ୟ ବିସ୍ତାର କରିଥିଲେ ଏବଂ ମହାବୀର ଜୀନ ସେହି ବ୍ରାହ୍ମଣମାନଙ୍କର ଧର୍ମ କ୍ଷେତ୍ରରେ ଥିବା ଆଧିପତ୍ୟକୁ ବିରୋଧ କରିଥିଲେ। ପିଲାମାନେ, ବର୍ତ୍ତମାନ ଆମେ ଜାଣିବା ଜୈନ ଧର୍ମର ବିଭାଜନ ବିଷୟରେ। ଜୈନ ଧର୍ମ ଦୁଇ ଭାଗରେ ବିଭାଜନ ହୋଇଥିଲା, ଶ୍ୱେତାମ୍ବର ଏବଂ ଦିଗମ୍ବର। ଶ୍ୱେତାମ୍ବର ଏବଂ ଦିଗମ୍ବର ଭାବରେ ଜୈନ ଧର୍ମ ଦୁଇ ଭାଗରେ ବିଭାଜନ ହୋଇଥିଲା 298 ଖ୍ରୀଷ୍ଟପୂର୍ବରେ। କାହିଁକି ବିଭାଜନ ହୋଇଥିଲା ପିଲାମାନେ? ଦୁର୍ଭିକ୍ଷ ପାଇଁ। କାହିଁକି ହେଇଥିଲା? ଦୁର୍ଭିକ୍ଷ ପାଇଁ। ଦୁର୍ଭିକ୍ଷ ପାଇଁ ହେଇଥିଲା। ଏବଂ ଏହି ଦୁର୍ଭିକ୍ଷ କେଉଁ ଜାଗାରେ ହେଇଥିଲା? ମଗଧରେ ହେଇଥିଲା। ମଗଧରେ ହେଇଥିଲା। ତ ଜୈନ ଧର୍ମର ବିଭାଜନ ଦୁଇ ଭାଗରେ ହେଇଥିଲା, ଶ୍ୱେତାମ୍ବର ଏବଂ ଦିଗାମ୍ବର ହିସାବରେ। କେବେ ହେଇଥିଲା? 298 ଖ୍ରୀଷ୍ଟପୂର୍ବରେ। କାହିଁକି ହେଇଥିଲା? କାହିଁକି ନା ଦୁର୍ଭିକ୍ଷ ହେବା ଯୋଗୁଁ ହୋଇଥିଲା। କେଉଁ ଜାଗାରେ ଦୁର୍ଭିକ୍ଷ ହେଇଥିଲା? ମଗଧରେ ହେଇଥିଲା। ଆଚ୍ଛା, ଯେଉଁମାନେ ଶ୍ୱେତାମ୍ବର ଥିଲେ ସେମାନେ ଉତ୍ତର ଭାରତରେ ରହିଲେ ବା ମଗଧରେ ରହିଲେ, ଆଉ ଯେଉଁମାନେ ଦିଗମ୍ବର ଥିଲେ ସେମାନେ ଦକ୍ଷିଣ ଭାରତକୁ ଚାଲିଗଲେ। ଏହି ଜୈନ ଧର୍ମର ବିଭାଜନ ମହାବୀର ଜୀନଙ୍କର ମୃତ୍ୟୁ ପରେ ହିଁ ହୋଇଥିଲା। ମହାବୀର ଜୀନଙ୍କର ମୃତ୍ୟୁ ପରେ ହିଁ ଜୈନ ଧର୍ମର ବିଭାଜନ ହୋଇଥିଲା। ବର୍ତ୍ତମାନ ପିଲାମାନେ ଆମେ ଜାଣିବା ଶ୍ୱେତାମ୍ବର ଓ ଦିଗାମ୍ବର ମଧ୍ୟରେ କ'ଣ ପାର୍ଥକ୍ୟ ଅଛି। ଶ୍ୱେତାମ୍ବର ବସ୍ତ୍ରକୁ ନେଇକି। ଶ୍ୱେତାମ୍ବରମାନେ ଶୁଳ୍କ ବସ୍ତ୍ର ଦ୍ୱାରା ତାଙ୍କର ଶରୀର ଆବୃତ କରୁଥିଲେ ବା ଧଳା ବସ୍ତ୍ର ସେମାନେ ପରିଧାନ କରୁଥିଲେ। କିନ୍ତୁ ଦିଗମ୍ବରମାନେ ବସ୍ତ୍ରରେ କୌଣସି ବସ୍ତ୍ର ଧାରଣ କରୁନଥିଲେ। ସେମାନେ କେମିତି ରହୁଥିଲେ? ଉଲଗ୍ନ ରହୁଥିଲେ। ଶ୍ୱେତାମ୍ବରମାନଙ୍କର ନୀତି କେମିତି ଥିଲା? ସରଳ ନୀତି ଥିଲା। କିନ୍ତୁ ଦିଗମ୍ବରମାନଙ୍କର ନୀତି କଠୋର ନୀତି ଥିଲା। ଶ୍ୱେତାମ୍ବରମାନଙ୍କର ଅନୁଗାମୀ କେଉଁମାନେ ଥିଲେ? ଦେଖ ପିଲାମାନେ, ପାର୍ଶ୍ୱନାଥ ଥିଲେ ଏବଂ ତାଙ୍କର ଅନୁଗାମୀ ବା ପାର୍ଶ୍ୱନାଥ ଏବଂ ତାଙ୍କର ପୂର୍ବରୁ ଯେଉଁ ତୀର୍ଥଙ୍କରମାନେ ଥିଲେ ସେହି ତୀର୍ଥଙ୍କରମାନେ ତାଙ୍କ ସହିତ ତାଙ୍କର ଅନୁଗାମୀମାନେ ଶ୍ୱେତାମ୍ବର ଥିଲେ। ଦିଗମ୍ବରର ଅନୁଗାମୀ କେଉଁମାନେ ଥିଲେ? ଦେଖ ପିଲାମାନେ, ମହାବୀର ଜୀନ ଥିଲେ ଏବଂ ତାଙ୍କର ଅନୁଗାମୀମାନେ ଥିଲେ। ପିଲାମାନେ, ଏଠି ମୁଁ ମହାବୀର ଜୀନଙ୍କୁ ସ୍ଥାନ ଦେଇଛି। କାହିଁକି ନା ମହାବୀର ଜୀନ ନିଜେ ହିଁ ଲୋକମାନଙ୍କୁ ଉପଦେଶ ଦେଉଥିଲେ ଯେ କଠୋର ନୀତି ଗ୍ରହଣ କରିବା ପାଇଁ ଜୈନ ଧର୍ମର। ଯଦି ସେ ନିଜେ ସେହି ନୀତିକୁ ଆପଣେଇ ନଥିବେ ତାହେଲେ ଦିଗମ୍ବର କେଉଁଠି ଆସିବ? ତାପରେ ନେକ୍ସଟ କଥା ହେଲା ପିଲାମାନେ, ତୁମର ଯେଉଁ ବ୍ୟୁରୋ ବୁକ୍ ବି ଅଛି, ବ୍ୟୁରୋ ବୁକ୍ରେ ବି ବର୍ଣ୍ଣନା କରାଯାଇଛି ମହାବୀର ଜୀନ ଦିଗମ୍ବର ସେକ୍ଟର ଥିଲେ ବୋଲିକି। ଶ୍ୱେତାମ୍ବର କେଉଁ ସ୍ଥାନରେ ଦେଖିବାକୁ ମିଳେ? ଭାରତର ଉତ୍ତର ଭାରତରେ ଦେଖିବାକୁ ମିଳେ। ଦିଗମ୍ବର ଭାରତର କେଉଁ ସ୍ଥାନରେ ଦେଖିବାକୁ ମିଳନ୍ତି? ଦକ୍ଷିଣ ଭାରତରେ ଦେଖିବାକୁ ମିଳନ୍ତି। ଶ୍ୱେତାମ୍ବର ଉତ୍ତର ଭାରତର କେଉଁ କେଉଁ ରାଜ୍ୟରେ ଦେଖିବାକୁ ମିଳନ୍ତି? ଯଥା ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଇତ୍ୟାଦି ସ୍ଥାନରେ ଦେଖିବାକୁ ମିଳନ୍ତି। ସେମିତି ଦିଗମ୍ବର ଦକ୍ଷିଣ ଭାରତର କେଉଁ କେଉଁ ରାଜ୍ୟରେ ଦେଖିବାକୁ ମିଳନ୍ତି? ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ। ପିଲାମାନେ, ଜୈନ ଧର୍ମର ବିଭାଜନକୁ ନେଇକି ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ପଡ଼ିବ ତାହେଲେ 3 ମାର୍କର ପ୍ରଶ୍ନ ପଡ଼ିବ। ଆଉ ଏହି ପ୍ରଶ୍ନ ଯଦି ଆସେ ତାହେଲେ ତୁମେ ଏ ଶ୍ୱେତାମ୍ବର ଆଉ ଦିଗମ୍ବରରେ ଯେଉଁ ମୁଁ 5ଟି ପଏଣ୍ଟ ଲେଖିଦେଇଛି ସେ 5ଟି ପଏଣ୍ଟ ଲେଖିଦେବ, ତୁମର ଉତ୍ତର ହୋଇଯିବ। ଆଶା କରୁଛି ପିଲାମାନେ ତୁମକୁ ଆଜିର ଏହି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିବ ଯଦି ଭିଡ଼ିଓକୁ ଲାଇକ୍ କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଆହୁରି ମୁଁ ଆସିବି ପିଲାମାନେ ଆହୁରି ଏକ ଅନ୍ୟ ଭିଡ଼ିଓ ନେଇକି, ଅନ୍ୟ ଏକ ବିଷୟବସ୍ତୁ ନେଇକି। ସେତିକି ପର୍ଯ୍ୟନ୍ତ ମୋତେ ବିଦାୟ ଦିଅ ପିଲାମାନେ। ଜାଣିଥାଅ ପିଲାମାନେ, ପରିଶ୍ରମ ନ କଲେ କିଛି ହେବ ନାହିଁ। ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଯିଏ ଯେତେ ପରିଶ୍ରମ କରିବ ସେ ସେତିକି ସଫଳ ହେବ। ତେଣୁକରି ପିଲାମାନେ ପରିଶ୍ରମ କରିଚାଲ।